जय जगन्नाथ पिलाମାନେ ତ କେମିତି ଅଛ ସମସ୍ତେ ଆଶା କରୁଛି ସମସ୍ତେ ବହୁତ ଭଲସେ ଥିବ ତ ସ୍ୱାଗତ କରୁଛି ଓଡ଼ିଆ ଟ୍ୟୁଟର ଆଉ ଗୋଟେ ନୂଆ ଭିଡ଼ିଓକୁ। ତମମାନେ ଯେମିତି ଜାଣିଥିବ ତମମାନଙ୍କର ଆଗକୁ ଦଶମ ବୋର୍ଡ଼ ପରୀକ୍ଷା ରହୁଛି ଏବଂ ତୁମର ପ୍ରଥମ ପରୀକ୍ଷା ରହିଛି ଏଫ୍ଏଲ୍ଓ ବା ପ୍ରଥମ ମାତୃଭାଷା ପରୀକ୍ଷା। ତ ତମମାନଙ୍କ ପାଇଁ ମୁଁ ନେଇ ଆସିଛି ଯାହାକି ତମମାନେ ଏଇଥିରୁ ବଢ଼ିଆ ପୁରା 50ରୁ 50 ସ୍କୋର କରିପାରିବ। ଠିକ୍ ଅଛି, ତୁମର ପ୍ରଥମ ଭାଷା ଯେଉଁ ତୁମର ଓଡ଼ିଆ ରହୁଛି ଓଡ଼ିଆର ସମ୍ପୂର୍ଣ୍ଣ ଏମ୍ସିକ୍ୟୁ ତମମାନଙ୍କ ପାଇଁ ମୁଁ ନେଇ ଆସିଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବ। ଆମ ଚ୍ୟାନେଲକୁ ଯେଉଁମାନେ ପ୍ରଥମ ଥର ଆସିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ ନୋଟିଫିକେସନରେ ସେଟ୍ କରିଦେବ। ତେବେ ଚାଲନ୍ତୁ ଆଉ ଡେରି ନ କରି ଆମେ ଭିଡ଼ିଓଟିକୁ ଷ୍ଟାର୍ଟ କରିଦେବା। ତ ପିଲାମାନେ ତମମାନେ ଦେଖିପାରୁଥିବ ତମମାନଙ୍କର ଏ ରହିଲା 2026 ଏଫ୍ଏଲ୍ଓ। ଠିକ୍ ଅଛି, ତମମାନଙ୍କର ପିଲାମାନେ ଦେଖ ପ୍ରଥମ ପେପର କ'ଣ ନା ସେଟ୍ ବିର ତମମାନଙ୍କର ପ୍ରଥମ ପେପର ତମମାନଙ୍କୁ 50ରୁ 50ଟା ଏମ୍ସିକ୍ୟୁ ଠିକ୍ ଆନ୍ସର ଦେବା ପାଇଁ ପଡ଼ିବ। ଠିକ୍ ଅଛି, ଆଉ ତମମାନଙ୍କୁ କହୁଛି ଏଥିରେ କୌଣସି ମାଇନସ୍ ମାର୍କିଂ ନାହିଁ। ତମମାନଙ୍କର ଯେତେଟା ଠିକ୍ ହେଲା ତମର ସେତେଟା ଠିକ୍, ଯେତେଟା ଭୁଲ ହେଲା ସେତେଟା କିଛି ଆଉ ଭୁଲ ସେଟା ମାର୍କ କଟିଯିବ, କିଛି କଥା ନାହିଁ। ତ ତୁମ ପ୍ରଥମ କ୍ୱେଶ୍ଚିନ୍ ଆସିଲା, ଯେଉଁମାନେ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନ ପିଲାମାନେ ସବସ୍କ୍ରାଇବ୍ କରିଦିଅ। ଠିକ୍ ଅଛି, ପ୍ରଥମ କ୍ୱେଶ୍ଚିନ୍ ତୁମମାନଙ୍କର କ'ଣ ପଚାରିଲା, ପାନ ବେପାର କରୁଥିବା ଲୋକଟି ଅନ୍ୟ ଗ୍ରାମକୁ ଗଲା, ଏହା ସଂକ୍ଷେପରେ ପ୍ରକାଶ କଲେ ପାନରା ଗ୍ରାମାନ୍ତର ଗଲା। ଏହି ସଂକ୍ଷେପଣରେ କିଏ ସହାୟତା କରିଛି ନା ପିଲାମାନେ ତଦ୍ଧିତ ପଦ। ତାପରେ ଦ୍ୱିତୀୟରେ ପଚାରିଛି ଲଙ୍କାରେ ପୁଣି ହରି ଶବ୍ଦ, ଏହା କେଉଁ ପ୍ରକାର ସୂଚନା ନା ବିସ୍ମୟ ସୂଚନା। କେମିତି ନା ଲଙ୍କାରେ ପୁଣି ହରି ଶବ୍ଦ, କାରଣ ଦେଖ ତୁମ ଲାଷ୍ଟକୁ କ'ଣ ଲାଗିଛି ଏଇ ଗୋଟେ ଚିହ୍ନଟି ଲାଗିଛି, ତେଣୁକରି ସେଇଟା କ'ଣ ହେଇଯିବ ବିସ୍ମୟ। ତାପରେ ଦେଖ ପିଲାମାନେ 3 ନମ୍ବର ପଚାରିଲା ପଦ ମଧ୍ୟରେ ନ ସ୍ଥାନରେ ଣ ହେବାକୁ କ'ଣ କୁହାଯାଏ ନା ପିଲାମାନେ ଣତ୍ୱ ବିଧି ବୋଲିକି କୁହାଯାଏ। ପରବର୍ତ୍ତୀ କ୍ୱେଶ୍ଚିନ୍ ଭାଷଣ, ଏଠାରେ କେଉଁ କାରଣରୁ ଣତ୍ୱ ବିଧି ହୋଇଛି ନା ସ ପରେ ନ ଥିବାରୁ। ତାର ପିଲାମାନେ 5 ନମ୍ବର ସତ୍ୱ ବିଧି କାହାକୁ କହିବା ନା ଦନ୍ତସରେ ପ ସହ ହେବାକୁ ସମସ୍ତେ ପ ସହ କୁହନ୍ତି, ଆମେ ମଧ୍ୟ ପ ସହ କହୁ, କେବେ ମୁଦ୍ନେଶ କହୁନି। ଠିକ୍ ଅଛି, ପ ସହ ହେବାକୁ ବିଧି କୁହାଯାଏ। ତାର 6 ନମ୍ବର କେଉଁ ଶବ୍ଦରେ ବିସର୍ଗ ସନ୍ଧିଜାତ ସରୁ ପ ସହ ହୁଏ ବା ମୁଦ୍ନେଶ ହୁଏ, କେଉଁ ସହରୁ ନା ଆବିଷ୍କାରରୁ। 7 ନମ୍ବର ଶୁଦ୍ଧ ଶବ୍ଦଟିକୁ ଚିହ୍ନାଅ, କେଉଁଟା ପିଲାମାନେ ଅପସନ୍ ଡି ଦେଖ ଶାରୀରିକ। 8 ନମ୍ବର ନିମ୍ନୋକ୍ତ ମଧ୍ୟରୁ କେଉଁ ଶବ୍ଦଟି ଠିକ୍, କେଉଁଟା ନା ବିଷଣ୍ଣ। ତାପରେ ପିଲାମାନେ 9 ନମ୍ବର ଦେଖିବା କେଉଁ ଶବ୍ଦଟି ଠିକ୍ ଭାବରେ ଲେଖାଯାଏନି, କେଉଁଟା ପିଲାମାନେ ନା ପ୍ରତ୍ୟୟ ବା ଠିକ୍ ଶବ୍ଦରେ ଲେଖାଯାଏନି। ତାପରେ ଦେଖ ଶୁଦ୍ଧ ବାକ୍ୟଟିକୁ ଚିହ୍ନାଅ, ଶୁଦ୍ଧ ବାକ୍ୟଟି ଦେଖ ପିଲାମାନେ ଏଇଟା ହେବ, ମୁଖ୍ୟମନ୍ତ୍ରୀଙ୍କ ସଭାରେ ଆବାଳ ବୃଦ୍ଧ ବିନୀତ ଯୋଗ ଦେଇଥିଲେ। 11 ନମ୍ବର ନିମ୍ନୋକ୍ତ କେଉଁ ଶବ୍ଦଟିରେ ସମାସଗତ ଅଶୁଦ୍ଧି, ସମାସଗତ ଅଶୁଦ୍ଧି କେଉଁଟା ନା ଅହର୍ନିଶିରେ ସମାସଗତ ଅଶୁଦ୍ଧି। ତାପରେ ଦେଖ 12 ନମ୍ବର ସନ୍ଧିଗତ ଅଶୁଦ୍ଧି ଥିବା ଶବ୍ଦଟିକୁ ଚିହ୍ନାଅ, ଏଇଟା ବାକ୍ଦେବୀ, ଏଇଟା ପିଲାମାନେ ବାଗ୍ଦେବୀ ହେବ। ଠିକ୍ ଅଛି, ତାପରେ ପିଲାମାନେ ଦେଖ ତୁମର ଶୈଳୀ ଏଇଟା ଗୋଟେ। ତାପରେ ଦେଖ ମୈତ୍ରୀର ଧ୍ୱଜା କେତେବେଳେ ଉଡ଼ିବ, କେତେବେଳେ ନା ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ପ୍ରତ୍ୟେକ ଜାଣିବେ। ସର୍ବତ୍ର କାହାର ଅଭାବ ପରିଲକ୍ଷିତ ହେଉଛି ନା ସଂଯମର। କାହାକୁ ସନ୍ତୁଷ୍ଟ କରିବା ପାଇଁ ରାବଣ କୁଶଶଯ୍ୟାର ଶୟନ କରିଥିଲେ, ପିଲାମାନେ ରାବଣ ନୁହେଁ ଏଇଟା ରାମ କୁଶଶଯ୍ୟାରେ ଶୟନ କରିଥିଲେ। ଠିକ୍ ଅଛି, କାହାକୁ ନା ବରୁଣ ଦେବତାଙ୍କୁ ପ୍ରସନ୍ନ କରିବା ଲାଗି। ତାପରେ କିଏ ରାବଣର ବାର୍ତ୍ତା ନେଇ ଅଙ୍ଗଦ ନିକଟକୁ ଆସିଥିଲେ ନା ଶୁକ ଶରଣ। ତାପରେ ଦେଖ ପିଲାମାନେ ଦେବରିପୁ ଶବ୍ଦ କାହା ଉଦ୍ଦେଶ୍ୟରେ କବି ପ୍ରୟୋଗ କରିଛନ୍ତି ନା ରାବଣ ଉଦ୍ଦେଶ୍ୟରେ। ଚିଲିକାର ସାୟନ୍ତନ ଦୃଶ୍ୟ କବିତାର କବି କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି ନା ପିଲାମାନେ ସନ୍ଧ୍ୟାକାଳୀନ। ସାୟନ୍ତନ ମାନେ କ'ଣ ସନ୍ଧ୍ୟାକାଳୀନ। ତାପରେ 27 ହ୍ରଦ ମଧ୍ୟରେ ଭାଗର କାହାର ପ୍ରତିବିମ୍ବ ଶୋଭା ପାଉଛି ବୋଲି କବି କହିଛନ୍ତି ନା ନାବିକର। ତାପରେ ଦେଖ ପିଲାମାନେ ମାତ୍ର ଯଶୋଦା ତୁମେ ଆୟୁଷ୍ମାନ, ମାତ୍ର ଯଶୋଦେହ ତୁମେ ଆୟୁଷ୍ମାନ, ଏକଥା କାହା ଉଦ୍ଦେଶ୍ୟରେ କୁହାଯାଇଛି ନା କବି ବଳଦେବ ରଥ ଉଦ୍ଦେଶ୍ୟରେ କୁହାଯାଇଛି। ତାପରେ ଭୀମଙ୍କ ସିଂହନାଦ ରଡ଼ି ବିଷୟଟି ଶାରଳା ମହାଭାରତର କେଉଁ ପର୍ବରୁ ଆସିଛି ଗଦା ପର୍ବରୁ। ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ, କ'ଣ ପାଇଁ ନା ଦୁର୍ଯ୍ୟୋଧନ ଭର୍ସନା କରିବାରୁ। ତାପରେ ବନ୍ଦେ ଉତ୍କଳ ଜନନୀ କବିତାରେ କବି କାହାର ବାରମ୍ବାର ବର୍ଣ୍ଣନା କରିଛନ୍ତି ନା ଉତ୍କଳ ଜନନୀଙ୍କର। ତାପରେ କେଉଁମାନଙ୍କୁ କୁଟୀର ଦ୍ୱାରା ଉତ୍କଳ ଭୂମି ପବିତ୍ର ବୋଲି କବି କହିଛନ୍ତି ଯୋଗୀ ଋଷିମାନଙ୍କର କୁଟୀର ଦ୍ୱାରା। ତାପରେ ଫଲ୍ଗୁ ନାଟକର କେଉଁ ପରିବାରର ଚିତ୍ର ଦେଖିବାକୁ ମିଳିଥିଲା ନା ମଧ୍ୟବିତ୍ତ ପରିବାରର। ସୁବ୍ରତ କେଉଁ ରଙ୍ଗ କଲମରେ ଲେଖୁଥିଲା, କେଉଁ ରଙ୍ଗ ନା ନାଲି ରଙ୍ଗରେ। ଠିକ୍ ଅଛି, ତାପରେ ପିଲାମାନେ ଦେଖ କେଉଁ ଜିନିଷ ଭିତରେ ରଖିଦେଇ ଆସେ ବୋଲି ପ୍ରୀତି ସୁବ୍ରତଙ୍କୁ କହିଲେ ନା ଚାଉଳ ଭଜା ଭିତରେ ରଖିଦେଇ ଆସେ ବୋଲି ସେ କହିଲେ। ପୁରବୀ ମୋର ସହପାଠିନୀ, ଏହା କାହାର ଉକ୍ତି ସୁବ୍ରତଙ୍କର ଉକ୍ତି। ତାପରେ ପିଲାମାନେ 37 ନମ୍ବର କ'ଣ ପଚାରିଛି ଭାରି କ୍ଷଣି ରାଗି ଠିକ୍ ତା ବୋଉ ଉପରେ, ଏକଥା କିଏ କହିଛି ନା ମହାପାତ୍ର କହିଛନ୍ତି। ତାପରେ ଦେଖ ପିଲାମାନେ ଆମେ ଏଇ ରାଗ ମଧ୍ୟ ଦେଖି ଯିବା ହେଲା। ଠିକ୍ ଅଛି, ଆମେ ଦୁଇଟା ଦେଖି ଯିବା ସାଇନ୍ସ, ତମମାନଙ୍କୁ ମଧ୍ୟ ସହଜ ହେବ। କଳିଙ୍ଗ ମହାରାଜଙ୍କ ସମସ୍ତ ଆଦେଶ ଶିରଧାର୍ଯ୍ୟ, ଏ ଉକ୍ତିଟି କାହାର ଥିଲା ନା ମହାମନ୍ତ୍ରୀଙ୍କର ଥିଲା। ତାପରେ 38 ନମ୍ବରକୁ 42 ନମ୍ବର 38 ନମ୍ବର କ'ଣ ଦେଇଛି ଗଳ୍ପରେ ବର୍ଣ୍ଣିତ କାଠୁରିଆ ଘର କେଉଁଠି ନା ବେତନୀଠାରେ। ତାପରେ ଗୋଦାମରୁ କେଉଁ କାଠ କିଣି ଲାଭଜନକ ହେବ ବୋଲି ଗଳ୍ପରେ କୁହାଯାଇଛି ନା ଗଡ଼ ବା ମୁଣ୍ଡା କାଠ।
तापरे 39 नंबर कौन पचारा तुमको कलिंग युद्ध क्यों नदी कूल होता दया नदी कूल होता गठन कला दृष्टि वाक्य केते प्रकार ना 4 प्रकार तापर देख पे राजनीति रे षड़यंत्र को कौन बोली कहुए ना ब्रह्मास्त्र बोली कहुए जेकोसी प्रकार वाक्य समन्वित रूप को क्यों वाक्य कहुए मिश्र वाक्य कहुए तापर निर्दिष्ट विषयक विवृत्ति वक्तव्य प्रकाश करुवा वाक्य को क्यों वाक्य कहुए विवृत्ति सूचक वाक्य कहुए मनोज श्रेणी में बसला मात्रे पढ़िला नहीं यह कि प्रकार वाक्य यौगिक वाक्य तापर देख पे अनुरोध बा आदेश भाव प्रकाश करुवा वाक्य को कौन कहुए अनुरोध आदेश सूचक वाक्य बोली कहुए ए वर्ष प्रबल वर्षा होती यह कि प्रकार वाक्य विवृत्ति सूचक वाक्य तापर देख पे 47 नंबर कौन पचारे अप्रधान वाक्य सहित प्रधान वाक्य मिसिले क्यों वाक्य कहुए जटिल वाक्य कहुए तापर स्वामी और स्त्री दुई जन जाक आसबे यह संक्षेप प्रकाश कले कौन हम दंपति आसबे ये संक्षेपण में किए सहायता करछि ना पे समास सहायता करछि तापर देख पे तुम 47 47 49 50 हाँ पे देख देखिए आलोचना कले आम 47 50 हाँ तो पे यहाँ तुमर ओडिया ठीक अच्छे तुमको जहाँ भी तुम क्वेश्चन कहले देखी जाता सहित पे तुमने तुम जो बही अच्छी से पढ़ी जाता कारण तुम गोटा को आशा केबे भी करनी ठीक अच्छे गोटे पेपर को यूट्यूब वीडियो को केबे आशा करनी वीडियो को शेष पर्यटन देखो जब आम चैनल को पे प्रथम क्लास चैनल को सब्सक्राइब कर वीडियो भल लगी वीडियो को निश्चय गोटे लाइक कर पे ही तुम पाखापाखि 40 मार्क पलि आस ठीक अच्छे यू न हो क्वेश्चन टिके हाल्के उल्टे पारे किंतु यू तुम पाखापाखि 40 मार्क आसबार संभावना अच्छी ठीक अच्छे तो वीडियो भल लगी वीडियो को निश्चय गोटे लाइक करदेव देखा गोटे नुआ वीडियो जय जगन्नाथ।